ସୁକିନ୍ଦାରେ ଅବକାରୀ ବିଭାଗର ଚଢ଼ାଉ ନକଲି ମଦ ଜବତ 2 ଗିରଫ। ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ସ୍ଥିତ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରାଯାଇ ନକଲି ମଦ ବିଭିନ୍ନ ନାମୀ କମ୍ପାନୀର ବୋତଲ ଓ ଠିପି ଜବତ କରାଯିବା ସହିତ ଏହି ଘଟଣାରେ ସମ୍ପୃକ୍ତ 2 ଜଣ ସେଲ୍ସମ୍ୟାନଙ୍କୁ ବୁଧବାର ସନ୍ଧ୍ୟାରେ ଗିରଫ କରାଯାଇ ଗୁରୁବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଦେଖିବାକୁ ମିଳିଛି। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ସମୟରେ ଦୋକାନ ଭିତରୁ ନକଲି ମଦ, କ୍ୱାଟ ବୋତଲ, ଠିପି ସହ ବିଭିନ୍ନ ସରଞ୍ଜାମ ଜବତ ହୋଇଛି। ମାଲିକଙ୍କ ଅଜାଣତରେ ମଦ ପ୍ରସ୍ତୁତ କରୁଥିବା ଅବସ୍ଥାରେ ଗିରଫ ସେଲ୍ସମ୍ୟାନ ଦ୍ୱୟଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ଚୌଦ୍ୱାର ଥାନା ପଦନିଆ ଗ୍ରାମର ସୁଧାକର ବେହେରା ଓ ଅନ୍ୟ ଜଣେ ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମର ରାଜକିଶୋର ଓରଫ ରାଜନଙ୍କୁ ଗିରଫ କରି ଏହି ବେଆଇନ କାରବାର ସମ୍ବନ୍ଧୀୟ ଅନେକ ତଥ୍ୟ ବୁଝାବୁଝି କରିବା ପରେ 174/25 ଏକ ମାମଲା ରୁଜୁ କରି 2 ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ବିଭିନ୍ନ ସମୟରେ ଦୋକାନ ମାଲିକଙ୍କ ଅଗୋଚରରେ କିଛି ଅସାଧୁ କର୍ମଚାରୀ ଏଭଳି ନକଲି ମଦ କାରବାର କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ପକ୍ଷରୁ ସସ୍ମିତା ହୋତା, ବିଭୁ ପ୍ରସାଦ ସାହୁ ଓ ଦେବାକାନ୍ତ ଆଚାର୍ଯ୍ୟ ସମେତ କିଛି କର୍ମଚାରୀ ସାମିଲ ଥିବା ସୂଚନା ମିଳିଛି। ଖାଲି ବିଶ୍ୱ